ଡେୟାର ଏକ ମଡେଲ ଅକ୍ସିଲାରୀ ଅଟେ। ଏହାର ଓଡ଼ିଆ ଅର୍ଥ ସାହସ କରିବା। ଏହା ନେଗେଟିଭ, ଇଣ୍ଟ୍ରୋଗେଟିଭ ଏବଂ ଏକ୍ସକ୍ଲାମେଟରୀ ସେଣ୍ଟେନ୍ସ ଗୁଡ଼ିକରେ ବେୟାର ଇନଫିନିଟିଭ ସହ ବ୍ୟବହୃତ ହୁଏ। ପୁଣି ଏହା ସବୁ ଟେନ୍ସରେ ବ୍ୟବହୃତ ହୁଏ। ନେଗେଟିଭ ସେଣ୍ଟେନ୍ସ ଗୁଡ଼ିକ ପାଇଁ ଏହାର ଉଦାହରଣ ଆଇ ଡେୟାଣ୍ଟ ଆସ୍କ ହିମ୍ ଫର୍ ଏ ଲୋନ୍। ମୁଁ ତାଙ୍କୁ ଏକ ଲୋନ୍ ପାଇଁ କହିବାକୁ ସାହସ କଲି ନାହିଁ। ହି ରିମେନ୍ଡ ସାଇଲେଣ୍ଟ। ହି ଡେୟାଣ୍ଟ ଟେଲ୍ ହିଜ୍ ଫାଦର ଦ ଟ୍ରୁଥ୍। ସେ ନୀରବ ରହିଗଲେ। ସେ ତାଙ୍କ ବାପାଙ୍କୁ ସତ୍ୟ କହିବାକୁ ସାହସ କଲେ ନାହିଁ। ଇଣ୍ଟ୍ରୋଗେଟିଭ ସେଣ୍ଟେନ୍ସ ପାଇଁ ଡେୟାର ବ୍ୟବହାର ଉଦାହରଣ ହାଉ ଡେୟାର ୟୁ ରାଇଡ୍ ଏ ବାଇସାଇକେଲ ୱିଦାଉଟ୍ ବ୍ରେକ୍। ବ୍ରେକ୍ ବିନା ତୁମେ ସାଇକେଲ ଚଢ଼ିବାକୁ କେମିତି ସାହସ କଲ? ହାଉ ଡେୟାର ଦେ ସ୍ପିକ୍ ଏଗେନ୍ଷ୍ଟ ଦି ହେଡମାଷ୍ଟର। ସେମାନେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କହିବାକୁ କେମିତି ସାହସ କରୁଛନ୍ତି? ଏକ୍ସକ୍ଲାମେଟରୀ ସେଣ୍ଟେନ୍ସରେ ଡେୟାର ବ୍ୟବହାର ଉଦାହରଣ ହାଉ ଡେୟାର ୟୁ ସେ ସଚ୍ ଆବ୍ୟୁସିଭ୍ ୱାର୍ଡସ୍। ତୁମେ ଏମିତି ଖରାପ କଥା କହିପାରିଲ? ମେନ୍ ଭାର୍ବ ରୂପରେ ବ୍ୟବହୃତ ହେବା ବେଳେ ଏହାର ଅର୍ଥ ସାହସ କରିବା ବା ଆହ୍ୱାନ ଜଣାଇବା ହୁଏ। ଉଦାହରଣ ହି ଡେୟାର୍ଡ ମି ଟୁ ଫାଇଟ୍ ୱିଥ୍ ହିମ୍। ତାଙ୍କ ସହ ଯୁଦ୍ଧ କରିବା ପାଇଁ ସେ ମୋତେ ଆହ୍ୱାନ କଲେ। ମୁଁ ଭାବୁଛି ଆପଣମାନେ ଡେୟାର ବ୍ୟବହାର ବୁଝିଗଲେ। ଯଦି ଏହି ଭିଡ଼ିଓ ଲେସନ୍ ଶିକ୍ଷଣୀୟ ଥିଲା ତେବେ ଦୟାକରି ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିଦିଅନ୍ତୁ। ଧନ୍ୟବାଦ।